ନଦୀର ଧାରରେ ଥିବା ଜଙ୍ଗଲରେ ଗୋଟିଏ ସିଂହଟିଏ ରହୁଥିଲା। ସେ ସବୁ ସମୟରେ ନିଜର ଶକ୍ତି ପାଇଁ ବହୁତ ଗର୍ବ କରେ। ବଣର ଅନ୍ୟ ସବୁ ପ୍ରାଣୀମାନେ ସିଂହକୁ ବହୁତ ଭୟ କରନ୍ତି। ସେହି ବଣକୁ ଗୋଟିଏ ଦିନ ହଠାତ୍ କେଉଁଠାରୁ ଗୋଟେ ଠେକୁଆଟିଏ ଆସିଲା। ତୁମେ କିଏ? ତୁମକୁ ତ ଆଗରୁ ମୁଁ ଏଠାରେ ଦେଖିନି କେବେ ବି। ମୁଁ ହେଲି ଡମ୍ବୁରୁ। ବୁଲୁ ବୁଲୁ ମୁଁ ଏଠିକି ଚାଲି ଆସିଛି। ବାହାରେ ଟିକେ ପବନ ଖାଇବାକୁ ବାହାରି ଆସିଥିଲି। ତୁମେ ଯଦି ବଞ୍ଚିବାକୁ ଚାହୁଁଛ ଏଠାରୁ ଶୀଘ୍ର ଶୀଘ୍ର ପଳାଅ। କାହିଁକି ପଳେଇବି? ଆମ ଏ ଜଙ୍ଗଲରେ ଗୋଟିଏ ଅହଙ୍କାରୀ ସିଂହ ଅଛି। ତାର ଅହଙ୍କାରର ଅତ୍ୟାଚାରରେ ଆମେମାନେ ଅତିଷ୍ଠ ହୋଇ ପଡ଼ିଲାଣୁ। ତୁମେ ବି ଏଠାରେ ଶାନ୍ତିରେ ରହିପାରିବନି। ସମୟ ଆସିଲେ ସେ କଥା ଦେଖିବା। ମୁଁ ଏବେ ଟିକେ ପବନ ଖାଇବାକୁ ଚାଲିଲି। ଠେକୁଆଟି ଜଙ୍ଗଲରେ ଯାଉଥିବା ସମୟରେ ତା ସାମ୍ନାରେ ଯେଉଁ ସବୁ ପଶୁପକ୍ଷୀ ପଡ଼ୁଥାନ୍ତି ସେମାନେ ସମସ୍ତେ ନିଜ ନିଜ ଭିତରେ ସିଂହର ବଦନାମ ହିଁ କରୁଥାନ୍ତି। ଠେକୁଆଟି ଯାଉ ଯାଉ ତା ସାମ୍ନାରେ ଗୋଟିଏ ଗଧଟିଏ ଦେଖାହେଲା। ସାଙ୍ଗେ ସାଙ୍ଗେ ଠେକୁଆଟି ଗଧକୁ କହିଲା, ଆଚ୍ଛା, ମୁଁ ଶୁଣିଲି ତୁମ ଜଙ୍ଗଲରେ ଗୋଟିଏ ଅହଙ୍କାରୀ ସିଂହଟିଏ ଅଛି, ଯିଏ ନିଜକୁ ବହୁତ ଶକ୍ତିଶାଳୀ ଭାବୁଛି। ସିଏ ନିଜେ ତ ତାହେଲେ ଗୋଟିଏ ବୋକା, ନିଜକୁ ବଳଶାଳୀ ଭାବୁଛି। ତୁମେ ଏମିତି କଥା କ'ଣ କହୁଛ? ପଶୁରାଜଙ୍କ ନାଁରେ ତୁମର କ'ଣ ନିଜ ଜୀବନକୁ ଭୟ ନାହିଁ କି? ପଶୁରାଜ ଶୁଣିଲେ ତୁମର ଅତାପତା ରଖିବେନି। ସେଗୁଡ଼ା ଯେତେବେଳେ କଥା ସେତେବେଳେ ଦେଖାଯିବ। ସେ ପାଖାପାଖି ଗୋଟିଏ ବୁଦା ପାଖରେ ପଶୁରାଜଙ୍କର ଗୋଟିଏ ଅନୁଚର ଶିଆଳ ଥିଲା। ସେ ଠେକୁଆର ଏମିତି ସବୁ କଥା ଶୁଣି ପକେଇଲା। ପଶୁରାଜ, ଏ ଜଙ୍ଗଲକୁ କୋଉଠୁ ଗୋଟେ ଠେକୁଆ ଆସିଛି। ସିଏ ଯାହା ପାଖରେ ପାଉଛି ତା ପାଖରେ ଆପଣଙ୍କ ନାଁରେ ବଦନାମ କରୁଛି। କ'ଣ ହେଲା? ତାର ଏତେ ବଡ଼ ସାହସ? ତୁମେ ଶୀଘ୍ର ଏବେ ଯାଅ, ତାକୁ ଧରି ନେଇ ମୋ ପାଖକୁ ଆସ। ମୁଁ ତାକୁ ଆଜି ଗିଳିକି ଖାଇବି। ଅନ୍ୟମାନଙ୍କ ପାଖରେ ମୋ ବିରୁଦ୍ଧରେ ବଦନାମ କରୁଛି। ନିଜକୁ ବେଶୀ ସାହସୀ ଭାବୁଛି ବୋଧେ। ଯାଅ ତୁମେ, ଏବେ ତାକୁ ଶୀଘ୍ର ମୋ ପାଖକୁ ନେଇ ଆସ। ଠିକ୍ ଅଛି ପଶୁରାଜ, ମୁଁ ଏବେ ସାଙ୍ଗେ ସାଙ୍ଗେ ଯାଉଛି। ଶିଆଳଟି ଠେକୁଆକୁ ଧରିବା ପାଇଁ ବଣର ସବୁ ଜାଗାରେ ତାକୁ ଖୋଜିବାକୁ ଲାଗିଲା। ସର୍ବଶେଷରେ ଗୋଟିଏ ଗଛ ମୂଳରେ ଠେକୁଆକୁ ଶିଆଳ ପାଇଲା। ସାଙ୍ଗେ ସାଙ୍ଗେ ଶିଆଳ ଠେକୁଆକୁ କହିଲା, ଏ ଠେକୁଆ, ତତେ ଏବେ ମୋ ସହିତ ଯିବାକୁ ପଡ଼ିବ। କୁଆଡ଼େ ଯିବାକୁ ପଡ଼ିବ? ଆଉ କ'ଣ ପାଇଁ ମୋତେ ଯିବାକୁ ପଡ଼ିବ? ପଶୁରାଜଙ୍କ ପାଖକୁ ଯିବାକୁ ପଡ଼ିବ। ରାଜା ମୋତେ ଆଦେଶ ଦେଇଛନ୍ତି ତୁମକୁ ଧରି ନେଇ ଯିବା ପାଇଁ। ହଁ, ତାହେଲେ ତ ମୋତେ ଯିବାକୁ ହିଁ ପଡ଼ିବ। ପଶୁରାଜଙ୍କ ଆଦେଶର କଥା। ହେଲେ ଯିବା ପୂର୍ବରୁ ତୁମେ କିଛି ମିଠା ସେଓ ଖାଇବ କି? ଖାଇକି ଦେଖ, ସେଇଠି ସେଇ କଣରେ ଗୋଟିଏ ସେଓର ଗଛ ଅଛି। ଦେଖ, ସେଓ ପୁରା ଭର୍ତ୍ତି ହୋଇ ଡାଳଟା କେମିତି ମାଟି ଆଡ଼କୁ ନଇଁକି ଅଛି। କେତେ ସେଓ! ତୁମେ ଯାଇ ମନ ଶାନ୍ତି କରି ପେଟ ଭର୍ତ୍ତି କରି ସେଓ ଖାଇକି ଆସ। ମୁଁ ଏଠାରେ ତୁମ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିକି ଅଛି। ଯାଅ ଯାଅ, ଆଉ ଡେରି କରନି। ଆପେଲର କଥା ଶୁଣି ଶିଆଳର ମନଟା ଟିକେ ଅଲଗା ପ୍ରକାରର ହୋଇ ଉଠିଲା। ପେଟଟା ବି ପୁରା ଭୋକରେ ପୁରା ଫାଙ୍କା ହୋଇକି ଥିଲା। ଆରେ, କେତେ ଦିନଠାରୁ ଭଲ ଖାଇବା କିଛି ଖାଇନି। କେବେଠାରୁ ଆପେଲର ମୁହଁ ବି ଦେଖିନି। ଓହୋ, କେତେ ଦିନରୁ। ଆରେ କ'ଣ ଭାବୁଛ? କାଇଁ, କିଛି ନାହିଁ ତ। ଶିଆଳଟି ତାର ଲୋଭରେ ସେଇ ଜାଗାକୁ ଚାଲିଲା। ପଛପଟେ ଠେକୁଆ ଅପେକ୍ଷା କରି ରହିଲା। ଶିଆଳ ଆଉ ଡେରି ନ କରି ଛୁଟିଲା ଆପେଲ ଗଛ ପାଖକୁ। ଶିଆଳ ଆପେଲ ଗଛ ପାଖକୁ ଯାଇଥିବା ବେଳେ ଠେକୁଆ ସେଠାରୁ ଚମ୍ପଟ ମାରିଲା। ଶିଆଳଟି ଆପେଲ ଖାଇବାକୁ ଲାଗିଲା। ଖାଉ ଖାଉ
ଶିଆଳଟି କହିଲା, ଆରେ ବାଃ, ଆପେଲ ଗୁଡ଼ାକ ତ ସତରେ ବହୁତ ରସିଲା ହୋଇଛି, ବହୁତ ସ୍ୱାଦିଷ୍ଟ ଓ ଚମତ୍କାର ବି ହେଇଛି। ଶିଆଳଟି ଆପେଲ ଖାଉଛି ତ ଖାଇ ଚାଲିଛି। ସେ କୋଉ କାମରେ ଏଠାକୁ ଆସିଥିଲା ତାହା ବି ସେ ପୁରା ଭୁଲିଗଲାଣି। ଆପେଲ ଖାଉ ଖାଉ ଦିନ ଯାଇ ରାତି ହୋଇ ଆସିଲାଣି, ତଥାପି ସେ ଖାଇ ଚାଲିଛି। ସାରା ରାତି ଯାକ ସେ ଆପେଲ ଖାଇବାରେ ଲାଗିଛି। ତା ପରଦିନ ସକାଳ ହେବାରୁ ତାର ହୋସ ଆସିଲା, ଆଉ ତାର ପେଟ ଭିତରେ ଜୋରେ ଯନ୍ତ୍ରଣା ହେବାକୁ ଲାଗିଲାଣି। ଯନ୍ତ୍ରଣାରେ ଛଟପଟ ହୋଇ ଶିଆଳଟି ସେଠି ଟଳି ପଡ଼ିଲା। ଶୋଇକି ଟିକେ ଗଡ଼ି ପଡ଼ି, ତଥାପି ତାକୁ ଜୋରେ ଯନ୍ତ୍ରଣା ହେଲା। ଓହୋ, ଆହା, କ'ଣ ହେଲା ରେ ମୋର? ପେଟଟା ଏତେ ଜୋରେ କାଟୁଛି କ'ଣ ପାଇଁ? ଓହୋ, ଆହା। ଶିଆଳ ନ ଫେରିବାର ଦେଖି ପଶୁରାଜ ପୁରା ଅବାକ୍ ହୋଇଗଲେଣି। ସେ ଶିଆଳ କୁଆଡ଼େ ଯାଇ ମରିଲା? ଏ ପର୍ଯ୍ୟନ୍ତ ଫେରିଲା ନାହିଁ। ସେ କ'ଣ ମୋର ଆଦେଶକୁ ମାନୁନାହିଁ? ତାପରେ ସାଙ୍ଗେ ସାଙ୍ଗେ ପଶୁରାଜ ଗୋଟିଏ କୁକୁରକୁ ପଠାଇଲେ। ଏ କୁକୁର, ତୁ ଯା ସେ ଶିଆଳକୁ ଖୋଜି ନେଇ ଆସ। ଯାଇକି ଦେଖ ଶିଆଳ କ'ଣ ପାଇଁ ଠେକୁଆକୁ ମୋ ପାଖକୁ ଧରିକି ଆଣିଲା ନାହିଁ ଏ ପର୍ଯ୍ୟନ୍ତ। ଯା ଶୀଘ୍ର, ଶୀଘ୍ର ଯା। କୁକୁରଟି ଶିଆଳ ଓ ଠେକୁଆକୁ ଖୋଜିବା ପାଇଁ ବାହାରିଗଲା। ସେ ଜଙ୍ଗଲରେ ଏପଟ ସେପଟରେ ଖୋଜିବାକୁ ଲାଗିଲା। ଯାଉ ଯାଉ ଦେଖିଲା ଗୋଟିଏ ଆପେଲ ଗଛର ତଳେ ଶିଆଳଟି ଶୋଇ ବହୁତ କଷ୍ଟ ପାଉଛି। ଏହା ଦେଖି କୁକୁରଟି ପୁରା ଆଶ୍ଚର୍ଯ୍ୟ ହୋଇଗଲା। କୁକୁରଟି ଶିଆଳ ପାଖକୁ ଯାଇ କହିଲା, ତୁମେ ଏଠାରେ ଶୋଇ ଶୋଇ କଷ୍ଟ ପାଉଛ କ'ଣ ପାଇଁ? କ'ଣ ହେଇଛି ତୁମର? ଆଉ ସେ ଧୃତ ଠେକୁଆ କୁଆଡ଼େ ଗଲା? କେତେବେଳୁ ତୁମେ ଠେକୁଆକୁ ଖୋଜିବାକୁ ବାହାରି ଆସିଲଣି। ତାକୁ ନେଇ ତୁମେ ପଶୁରାଜଙ୍କ ପାଖରେ ପହଞ୍ଚିବା କଥା, ହେଲେ ତୁମେ ତାକୁ ନେଇକି ଗଲନି ଯେ କ'ଣ ପାଇଁ? ଆଉ ସେପଟେ ପଶୁରାଜ ରାଗିକି ଖପା ହୋଇକି ଅଛନ୍ତି। ଏହା ଶୁଣି ଶିଆଳଟି ପୁରା ଡରିଗଲା। ଆଉ ସେ ଶୋଇ ଶୋଇ କହିଲା, ମୁଁ ପରା ଠେକୁଆକୁ ଗିଳି ଦେଇଛି। ସିଏ ଯେମିତି କୁଆଡ଼େ ନ ଯାଇପାରେ ସେଥିପାଇଁ ତାକୁ ମୁଁ ଗିଳି ଦେଇଛି। ହେଲେ ବନ୍ଧୁ, ଦେଖ ନା କି ବିପଦରେ ପଡ଼ିଛି ମୁଁ ତାକୁ ଗିଳିକି। ସେ ଦୁଷ୍ଟଟା ମୋ ପେଟରୁ ନ ବାହାରି ପେଟରେ କେମିତି ଗୋଇଠା ମାରୁଛି। ଆଉ ଦେଖ ମୋ ଅବସ୍ଥା, ପେଟ ବଥାରେ ମୁଁ ଏଠି ମରୁଛି। ମୁଁ ଏବେ କ'ଣ କରିବି ଯେ? ବନ୍ଧୁ, ମୁଁ ତ ଏଠୁ ଉଠି ବି ପାରୁନି, ବହୁତ କଷ୍ଟ ହେଉଛି। ତୁମେ ମୋର ଗୋଟିଏ ଉପକାର କରିପାରିବ କି? କି ଉପକାର କରିବାକୁ ପଡ଼ିବ କୁହ? ଏଇ ଯୋଉ ପାହାଡ଼ ଦେଖୁଛ, ସେ ପାହାଡ଼ର ପଛପଟେ ଗୋଟିଏ ଲଟା ଗଛ ଅଛି। ସେଇଟା ପେଟ ବଥା ପାଇଁ ଭଲ ଔଷଧ। ସେଇ ଲତା ଖାଇଦେଲେ ମୋର ପେଟ ବଥା ଏକାଥରେ ଭଲ ହୋଇଯାଆନ୍ତା। ତୁମେ ଯଦି ମୋ ପାଇଁ କିଛି ସେଇ ଲଟା ଗଛରୁ ପତ୍ର ଆଣି ଦିଅନ୍ତ, ତାହେଲେ ମୋ ପାଇଁ ଗୋଟେ ବଡ଼ ଉପକାର ହୁଅନ୍ତା। ଶିଆଳର କଥା ଶୁଣି କୁକୁରଟି ପାହାଡ଼ର ସେଇ ଧାରକୁ ଗଲା ପତ୍ର ଆଣିବାକୁ। ସେ ଦେଖିଲା ସେ ଜାଗାଟା ପୁରା ବନଲତାରେ ଭରପୁର। ସେ ସେଠୁ ମୁହଁରେ ପତ୍ର ଛିଡ଼ାଇଲା। ପତ୍ରର ରସରେ ତାର ଜିଭଟା ପୁରା ଭିଜିଗଲା। ତାପରେ ସେ ଚମକି ଉଠିଲା। ଆରେ, ଏ ଲତାର ପତ୍ରଟା ତ ଭାରି ସ୍ୱାଦିଷ୍ଟ। ଏମିତିକା ପତ୍ର ତ ମୁଁ ବହୁକାଳୁ ଖାଇନି। ଆହା, କି ଅପୂର୍ବ ଆର ସ୍ୱାଦ! କେତେ ଦିନ ହେଲାଣି ଭଲ ମନ୍ଦ ଖାଇନି। କେତେ ବର୍ଷ ହେବ କେବେଠାରୁ ଏମିତିକା ଭଲ ମନ୍ଦ ଜିନିଷ ଜମାରୁ ବି ଖାଇନି। ଗୋଟିଏ ଖାଇ ସେ ପୁରା ଆନନ୍ଦ ହୋଇଗଲା। ସେହି କୁକୁରଟି ଆହୁରି ଲତାର ପତ୍ର ଖାଇବାକୁ ଲାଗିଲା। ଏମିତି ଖାଉ ଖାଉ ସେ ବି ଭୁଲିଗଲା ଯେ ସେ ଏଠାକୁ କ'ଣ ପାଇଁ ଆସିଥିଲା ବୋଲି। ଖାଉଛି ତ ଖାଇ ଚାଲିଛି। ସାରା ରାତି ଧରି ସେ କୁକୁରଟି ଲତାର ପତ୍ର ଖାଇ ଚାଲିଛି। ଆଉ ସେପଟେ ଶିଆଳ ସେହି ଆପେଲ ଗଛ ତଳେ ପଡ଼ି ପେଟର ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଛି। ତା ପରଦିନ ସୂର୍ଯ୍ୟ ଉଦୟ ପରେ ସକାଳ ହେଲା। ଶିଆଳ ଫେରିଲାନି ଠେକୁଆକୁ ଆଣି, କୁକୁର ବି ଫେରିଲାନି ଶିଆଳ ଆଉ ଠେକୁଆକୁ ଧରି। ପଶୁରାଜା ତାପରେ ଖୁବ୍ ରାଗିଗଲେ ଆଉ କହିଲେ, ମୋ ରାଜ୍ୟରେ ସବୁ ପୁଣି ଏମିତି କ'ଣ ଚାଲିଛି? ପଶୁରାଜ ବହୁତ ବିଶ୍ୱାସରେ ଗୋଟିଏ ଶିକାରୀ ପକ୍ଷୀକୁ ପାଖକୁ ଡାକିଲେ। ସମସ୍ତେ ତାକୁ ଭୟ କରନ୍ତି।
ପଶୁରାଜର ଖୁବ୍ ଅନୁଗତ ଏଇ ଶିକାରୀ ପକ୍ଷୀ। ସେମିତିକା ଶକ୍ତ କାର୍ଯ୍ୟ ନ ପଡ଼ିଲେ ପଶୁରାଜ ତାକୁ ଆଦେଶ ଦିଅନ୍ତିନି। ସେ କଥା ବି ସେ ପକ୍ଷୀଟା ବି ଜାଣେ। ମୁଁ ଆସିଯାଇଛି ସିଂହରାଜ। କ'ଣ କାମ ଅଛି ମୋ ପାଖରେ କୁହନ୍ତୁ। ମୋର ବିଶ୍ୱସ୍ତ ଶିକାରୀ ପକ୍ଷୀ, ତୁମେ ଏବେ ଯାଅ ଆଉ ଯାଇ ଦେଖ କୁଆଡ଼େ ଗଲା ସେ ଶିଆଳ ଆଉ କୁକୁର, ଆଉ ବୁଝିକି ବି ଆସ ସେମାନେ କ'ଣ ପାଇଁ ଠେକୁଆକୁ ମୋ ପାଖକୁ ଧରିକି ଆଣିଲେନି। ଆଉ ଯଦି ଶିଆଳ ଓ କୁକୁର ଆଉ ଠେକୁଆର ଖୋଜ ଖବର ପାଇଗଲ ତ ସିଧା ତାଙ୍କୁ ଧରି ମୋ ପାଖକୁ ନେଇ ଆସିବ। ଯାଅ ଶୀଘ୍ର ଶୀଘ୍ର। ଶିକାରୀ ପକ୍ଷୀଟି ଏହା ଶୁଣି ଶୀଘ୍ର ଶୀଘ୍ର ସେଠାରୁ ଉଡ଼ି ଚାଲିଗଲା। ଆକାଶରେ ଉଡ଼ି ଚାଲିଛି ଶିକାରୀ ପକ୍ଷୀଟି। ତାର କିନ୍ତୁ ଆଖି ଦୁଇଟି ଚାରିଆଡ଼କୁ ନଜର ରଖିଥାଏ। ସେ ଶିକାରୀ ପକ୍ଷୀଟି ହଠାତ୍ ଗୋଟିଏ ଘାସ ବୁଦା ମୂଳରେ ସେ ଠେକୁଆକୁ ଦେଖିବାକୁ ପାଇଲା। ଠେକୁଆଟି ସେଠାରେ ମନ ଖୁସିରେ ବସି କୁଟୁ କୁଟୁ କରି ଘାସ ଖାଉଛି। କୋଉଠି ଅଛି ସେ ଶିଆଳ ଆଉ କୁକୁର? ତାର ପାଖାପାଖି ହେଲେ କେହି ବି ନାହାନ୍ତି। ଶିକାରୀ ପକ୍ଷୀଟି ଧୁମ୍ କରି ତଳକୁ ଆସି ଠେକୁଆଟି କିଛି ବୁଝିବା ପୂର୍ବରୁ ତାକୁ ସେଠାରୁ ଧରି ନେଇ ଉପରକୁ ଉଡ଼ି ଚାଲିଲା। ଆଶ୍ଚର୍ଯ୍ୟ ଭାବରେ ଧରା ପଡ଼ିଲା ଠେକୁଆଟି। ପଳାଇ ଯିବାକୁ କିଛି ହେଲେ ବାଟ ବି ସେ ପାଇଲାନି। ଠେକୁଆକୁ ଧରି ନେଇ ସିଂହ ପାଖକୁ ସେ ଶିକାରୀ ପକ୍ଷୀଟି ଚାଲିଲା। ପଶୁରାଜ ବଡ଼ ବଡ଼ ଆଖିରେ ସେ ଠେକୁଆକୁ ଚାହିଁଲେ। ଆରେ ଏ ଠେକୁଆ, ଶେଷରେ ତୁ ଧରା ପଡ଼ିଗଲୁ ନା? ମୋ ହାତରେ ତ ତୁ ଧରା ପଡ଼ିବୁ ହିଁ ପଡ଼ିବୁ, ଏଇଟା ମୁଁ ଜାଣିଛି। ବହୁତ ଦିନ ହେଲାଣି ଜଙ୍ଗଲର ସବୁ ପଶୁପକ୍ଷୀଙ୍କ ଆଗରେ ମୋର ନିନ୍ଦା କରି ଚାଲିଛୁ। ସେମାନଙ୍କୁ ସବୁ ମୋ ବିରୁଦ୍ଧରେ ତୁ ଇଆଡ଼ୁ ସିଆଡ଼ୁ କଥା କହି ଚାଲିଛୁ। ମୋତେ ନେଇ ତୁ ବହୁତ ମଜା କରିସାରିଲୁଣି। ସବୁ ପଶୁମାନଙ୍କ ଆଗରେ ମୋତେ ତୁ ଛୋଟ କରିସାରିଲାଣୁ। ମୋତେ ନେଇ ପୁଣି ତୁ ମଜା କରିବୁ? ଏବେ ସେ ମଜା ତତେ ମୁଁ ବୁଝଉଛି। ରହ, ଆଜି ତତେ ମୁଁ ସିଧା କଞ୍ଚା ଗିଳିକି ଖାଇବି। ସିଂହର ଏସବୁ କଥା ଶୁଣି ଠେକୁଆଟି ବୁଝିଗଲା ଯେ ସେ ସତରେ ବହୁତ ବଡ଼ ବିପଦରେ ପଡ଼ିଯାଇଛି। ହେଲେ ଏତେ କଥା ଶୁଣିଲା ପରେ ବି ସେ ତାର ସାହସ ହରେଇନି। ବିପଦରେ ବି ବୁଦ୍ଧି ବି କମିଯାଇନି ତାର। ତାପରେ ଠେକୁଆଟି ପୁରା ଶାନ୍ତ ହୋଇ କହିଲା, ପଶୁରାଜ, ମୁଁ ବହୁତ କ୍ଳାନ୍ତ ହୋଇପଡ଼ିଛି। ଆପଣ ଯଦି ମୋତେ ଏବେ ଖାଇବେ ତାହେଲେ ସେଇଟା ତ ମୋ ପାଇଁ ବହୁତ ବଢ଼ିଆ ହେବ। ହେଲେ ମୋତେ ଖାଇବା ପୂର୍ବରୁ ଆପଣଙ୍କର କିଛି ଇଚ୍ଛା ହେଉନି କି ଗୋଟିଏ କୁକୁରକୁ ଖାଇବାକୁ? ମୁଁ ତ ଆପଣଙ୍କ ହାତ ମୁଠାରେ ହିଁ ଅଛି। ଆହା, କି ଗୁଦୁଲ ଗାଦୁଲ, ପୁରା ଚିକଣିଆରେ ଭରପୁର ସେ କୁକୁଡ଼ ଗୁଡ଼ା। ଗୁଦୁଲ ଗାଦୁଲ ଚିକଣିଆ କୁକୁର କଥା ଶୁଣି ସିଂହର ଟିକେ ଲୋଭ ହେଲା। ଠେକୁଆ ତ ଏଇଠି ଅଛି, ଆଉ ଏଗୁଡ଼ାକୁ ପାଇଲେ ତ ବହୁତ ମଜା ହୁଅନ୍ତା। ତାପରେ ସିଂହ କହିଲା, କ'ଣ କହୁଛୁ ତୁ? ସେମିତିକା କୁକୁର କ'ଣ ଏଠି ଅଛି କି? ତାହେଲେ ସେମାନେ କୋଉଠି ଅଛନ୍ତି? ମୋତେ ନେଇ ଚାଲ ସେଠିକି। ତାଙ୍କୁ ଖାଇକି ଆସେ, ତାପରେ ତତେ ଖାଇବି। ଠିକ୍ ଅଛି ପଶୁରାଜ, ଏବେ ମୋ ସହିତ ଚାଲନ୍ତୁ। ପଶୁରାଜ ସେ ଠେକୁଆର ପଛେ ପଛେ ଚାଲିଲେ। ଆଉ ସେଠାରେ କେହି ବି ନଥାନ୍ତି। ଏକା ପଶୁରାଜ ଆଉ ଠେକୁଆ, ଠେକୁଆ ଆଉ ପଶୁରାଜ। ଯାଉ ଯାଉ ଠେକୁଆ ଓ ପଶୁରାଜ ଗୋଟିଏ ଲତାପତ୍ର ଭରା ଘନ ବୁଦା ପାଖରେ ପହଞ୍ଚିଗଲେ। ତାପରେ ଠେକୁଆଟି କହିଲା, ପଶୁରାଜ, ଏଇ ଯୋଉ ବୁଦା ଦେଖୁଛ ତା ପଛପଟେ କୁକୁର ଗୁଡ଼ା ଅଛନ୍ତି। ତାପରେ ପଶୁରାଜ ଚାଲିଲେ ସେ ଲତାପତା ଭରା ଜଙ୍ଗଲ ଭିତରକୁ। ଆଉ ସେ ସେଠାକୁ ଯାଇ ଅଟକିଗଲା। କାଇଁ, କୋଉଠି କୁକୁର ଅଛନ୍ତି? ମୁଁ ତ ଭାବୁଛି ମୁଁ ଏଠି ଫସିଗଲି ବୋଧେ। ମୁଁ ତ ଆଗରୁ ହିଁ ଜାଣିଥିଲି ଏଇଟା ପୁରା ଲତାପତ୍ର କଣ୍ଟା ଫଣ୍ଟାରେ ହିଁ ଭରା ଘଞ୍ଚ ଜାଗା। ସେଠିକି ଯିଏ ଥରେ ଯିବ ସିଏ ସହଜରେ ଆଉ ସେଠାରୁ ଫେରି ବାହାରି ପାରିବନି। ବାହାରିବାକୁ ଯେତେ ଚେଷ୍ଟା କରିବ ସେତେ ଅଟକି ଯିବ ସେଇ ଘଞ୍ଚ ଜାଗାରେ। ଆଉ ପଶୁରାଜ ରାଗିକି ଯେତେ ଛାଟିପିଟି ହେଲା ବି ସେତେ ବେଶୀ ଅଟକିଗଲା ସେଠାରେ। ଆଉ ଧୀରେ ଧୀରେ ପଶୁରାଜର ଶକ୍ତି ବି କମି ଆସିଲା। ଆଉ ଠେକୁଆଟି ସେଠାରୁ ଧୀରେ ଧୀରେ ଚମ୍ପଟ ମାରି କହିଲା, ପଶୁରାଜ, ମନେ ମନେ ଚିକଣିଆ ଚିକଣିଆ କୁକୁର ଖାଅ, ଆଉ ନ ମରିବା ପର୍ଯ୍ୟନ୍ତ ଆନନ୍ଦ ବି କର। ଆଉ ମୁଁ ଚାଲିଲି ଟିକେ ଥଣ୍ଡା ଥଣ୍ଡା ପବନ ଖାଇବାକୁ। ଏହା କହି ଠେକୁଆ ଜଙ୍ଗଲ ଆଡ଼କୁ ଚାଲିଗଲା। ଆଉ ପଶୁରାଜ
ସେ ଲତା ଭିତରେ ଅଟକିକି ରହିଗଲେ।